ହଁ ଆମମାନଙ୍କର ପ୍ରିୟ ପ୍ରଭୁଙ୍କ ଦାସ ଆଉ ଗଜପତି ଜିଲ୍ଲା ମାଲମା ମଣ୍ଡଳୀର ଡିକନ ସାର୍ଙ୍କୁ ମୁଁ ଧନ୍ୟବାଦ ଦଉଛି। ଆଉ ପ୍ରଭୁଙ୍କ ଦାସ ବହୁତ ସୁନ୍ଦର ଭାବରେ ଆଜି ପ୍ରାତଃକାଳର ମଧ୍ୟସ୍ଥି ପ୍ରାର୍ଥନା ପରିଚାଳନା କରିଅଛନ୍ତି। ତାଙ୍କ ସହିତ ମିଶି ଅନେକ ପ୍ରଭୁଙ୍କର ଦାସ ଦାସୀ ମାନେ ବୋଝର ସହିତ ପ୍ରାର୍ଥନା କଲେ। ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଦଉଛି। ଆଉ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ଏ ପ୍ରାତଃକାଳ ଉପାସନାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ନମସ୍କାର ଜଣାଏ। ସମସ୍ତଙ୍କୁ ନମସ୍କାର। ମୁଁ ଦୁଃଖିତ ଅଟେ ଏଥିପାଇଁ ଯେ ମୋବାଇଲର ବହୁତ ପ୍ରୋବ୍ଲେମ ହେଉଛି, ତେଣୁ ଜଏନ୍ କରିବାଟା ଟିକେ ଲେଟ୍ ହେଲା, ଅନ୍ କରିବାଟା ଟିକେ ଲେଟ୍ ହେଲା, କିନ୍ତୁ ପ୍ରଭୁ ଦୟା ଅନୁଗ୍ରହ କଲେ ପୁଣି ଆମମାନେ ଜଏନ୍ କରିପାରିଲୁ, ବସିପାରିଲୁ। ତେବେ ଆସନ୍ତୁ ଆମମାନେ ଆଜିର ପ୍ରାତଃକାଳ ଉପାସନାକୁ ଆମମାନେ ଆରମ୍ଭ କରିବା। ଆରମ୍ଭ କରିବା ପୂର୍ବରୁ ଈଶ୍ୱରଙ୍କର ସେଇ ବାକ୍ୟକୁ ଆମମାନେ ପଠନ କରିବା। ଗୀତ ସଂହିତା ତାର 50 ଅଧ୍ୟାୟ ତାର 22 ଏବଂ 23 ପଦ ମୁଁ ପଠନ କରିବି। ଗୀତ ସଂହିତା ତାର 50 ଅଧ୍ୟାୟ 22 ଏବଂ 23 ପଦ। ପ୍ରଭୁଙ୍କ ବାକ୍ୟରେ ଏ ପ୍ରକାର ଲେଖା ଅଛି, ହେ ପରମେଶ୍ୱରଙ୍କୁ ପାଶରିବା ଲୋକମାନେ, ତୁମେମାନେ ଏହା ବିବେଚନା କର, ନହେଲେ ଆମ୍ଭେ ତୁମମାନଙ୍କୁ ବିଦୀର୍ଣ୍ଣ କରିବା, ପୁଣି ଉଦ୍ଧାର କରିବାକୁ କେହି ନଥିବ। ଯେଉଁ ଜନ ଧନ୍ୟବାଦ ରୂପ ବଳି ଉତ୍ସର୍ଗ କରେ, ସେ ଆମ୍ଭକୁ ଗୌରବ ଦିଏ। ଯେଉଁ ଜନ ଆପଣା ଗତି ସରଳ କରେ, ତାହାକୁ ଆମ୍ଭେ ପରମେଶ୍ୱରଙ୍କ ପରିତ୍ରାଣ ଦେଖାଇବା। ଯେଉଁ ଜନ ଧନ୍ୟବାଦ ରୂପ ବଳି ଉତ୍ସର୍ଗ କରେ, ସେ ଆମ୍ଭକୁ ଗୌରବ ଦିଏ। ଯେଉଁ ଜନ ଆପଣା ଗତି ସରଳ କରେ, ତାହାଙ୍କୁ ଆମେ ପରମେଶ୍ୱରଙ୍କ ପରିତ୍ରାଣ ଦେଖାଇବା। ପ୍ରଭୁ ବାକ୍ୟ ପଠନ ଶ୍ରବଣରେ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସୀ ଅଛନ୍ତି, ଆଉ ସୁଦୂର ବଲାଙ୍ଗୀରରୁ ଜଏନ୍ କରି ଅଛନ୍ତି। ଆଉ ରୀନା ପାଲ ଦିଦିଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ସ୍ୱାଗତ କରେ। ପ୍ରଭୁଙ୍କ ଦାସୀ ସମ୍ମୁଖକୁ ଆସିବେ। ପ୍ରଭୁଙ୍କର ଗୌରବ, ପ୍ରଭୁଙ୍କର ପ୍ରଶଂସା, ଧନ୍ୟବାଦର ବଳି ଉତ୍ସର୍ଗ କରିବେ। ଅବେଟୁ ଆଉ ପାଲ ଦିଦି, ରୀନା ପାଲ ଦିଦି, ମତେ ଶୁଣି ପାରୁଛନ୍ତି? ପାଲ ଦିଦି, ପ୍ରେଜ୍ ଦ ଲର୍ଡ ଆଜ୍ଞା, ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଉ ଭିଡିଓ ଅନ୍ କରନ୍ତୁ ଦିଦି। କରାଇଛି। ହୁଁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ସର୍ବପ୍ରଥମେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ମଙ୍ଗଳକାରୀ, ମଙ୍ଗଳମୟ ପରମେଶ୍ୱର ମତେ ଏଇ ସୁନ୍ଦର ଆପଣଙ୍କର ସୁଯୋଗ ଚେହେରା ଦେଇ ଦେଖାଯାଉନି। ହଁ ହଁ, ଠିକ ଅଛି, ଠିକ ଅଛି। ହଁ। ସର୍ବପ୍ରଥମେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ମଙ୍ଗଳକାରୀ, ମଙ୍ଗଳମୟ ପରମେଶ୍ୱର ମତେ ଏଇ ସୁନ୍ଦର ସୁଯୋଗ ଦେଇଥିବାରୁ ତ ସଙ୍ଗେ ସଙ୍ଗେ ହୋଷ୍ଟ ଆଜ୍ଞାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ। ମତେ ମନେ ପକାଇ ଏଇ ଦିନ ପାଇଁ ମନୋନୀତ କରିଅଛନ୍ତି, ତେଣୁ ତାଙ୍କ ନାମକୁ ଧନ୍ୟବାଦ ଦିଏ। ଆସୁ ଆମେ ଛୋଟ ପ୍ରାର୍ଥନା କରି ୱାର୍ସିପକୁ ଆଗେଇ ନେଉଥିବା। ସୈନ୍ୟାଧିପତି ସଦାପ୍ରଭୁ ତୁମ ନାମକୁ ଧନ୍ୟବାଦ ଦିଏ, ଧନ୍ୟବାଦ ଦିଏ ରାଜା। ତୁମେ ଦୟା କଲ, ଅନୁଗ୍ରହ କଲ, ସୁନ୍ଦର ସୁଯୋଗ ଦେଲ ପ୍ରଭୁ। ପ୍ରଭୁ ତୁମେ ଦୟାକରି ମନୋନୀତ କରିଅଛ ତୁମର କାର୍ଯ୍ୟ ନିମନ୍ତେ, ବ୍ୟବହାର କରିବା ନିମନ୍ତେ। ପ୍ରଭୁ ଗୋ ତୁମେ ଦୟା କର, ଅନୁଗ୍ରହ କର। ମୁଁ ନୁହେଁ, କେବଳ ତୁମେ ପ୍ରଶଂସିତ ହୁଅ। ପ୍ରଭୁ ଯାହା ଗୀତ ଗାଇବୁ ପ୍ରଭୁ, ସେ ଗୀତରେ ତୁମେ ଆଶୀର୍ବାଦ କର, ଅନେକଙ୍କର କର୍ଣ୍ଣକୁ ସ୍ପର୍ଶ କର। ସମସ୍ତେ ଯେପରି ପ୍ରଭୁ ୱାର୍ସିପରେ ପ୍ରଭୁ ଆନନ୍ଦିତ ହେବାକୁ ପାରିବେ, ଏପରି ତୁମେ ସାହାଯ୍ୟ କର। ତୁମର ଶକ୍ତି ପଠାଅ, ତୁମର ସାମର୍ଥ୍ୟ ପଠାଅ। ସଙ୍ଗରେ ଥାଇ ଉପକାର କର। ଯୀଶୁ ତୁମର ପ୍ରିୟ ନାମରେ ମାଗିଲି, ଦୟାରୁ ଶୁଣି ଗ୍ରହଣ କର। ଆମେନ୍, ଆମେନ୍, ଆମେନ୍। ଆସୁ ଆମେ ଗୋଟେ ଗୀତ ଗାଇ ପ୍ରଭୁଙ୍କର ପ୍ରଶଂସା କରୁଥିବା। ଯୀଶୁଙ୍କ ଜୀବନ ତାଙ୍କ ଚରଣ କରିବୁ ଅନୁକରଣ, କରିବୁ ଅନୁକରଣ। ଯୀଶୁଙ୍କ ଜୀବନ ତାଙ୍କ ଚରଣ କରିବି ଅନୁକରଣ, କରିବି ଅନୁକରଣ। ତାଙ୍କ ପଦ ଚିହ୍ନେ ପାଦ ମୁଁ ପକାଇ, ତାଙ୍କ ପଦ ଚିହ୍ନେ ପାଦ ମୁଁ ପକାଇ,
ସଦା କରିବି ଗମନ, ସଦା କରିବି ଗମନ। ଯୀଶୁଙ୍କ ଜୀବନ ତାଙ୍କ ଚରଣ କରିବି ଅନୁକରଣ, କରିବି ଅନୁକରଣ। ପ୍ରେମ ଦୟା ଶାନ୍ତି ବିଶ୍ୱସ୍ତତା ପବିତ୍ରତା ଓ ନମ୍ରତା ଦେଖାଯାଉ ସଦା ମୋ ସାରା ଜୀବନେ, ଦେଖାଯାଉ ସଦା ମୋ ସାରା ଜୀବନେ ତାଙ୍କରି ସକଳ ଗୁଣ, ତାଙ୍କରି ସକଳ ଗୁଣ। ଯୀଶୁଙ୍କ ଜୀବନ ତାଙ୍କ ଚରଣ କରିବି ଅନୁକରଣ, କରିବି ଅନୁକରଣ। ତାଙ୍କ ବିଶ୍ୱାସରେ ତାଙ୍କରି ସେବାରେ ଲିପ୍ତ ରହୁ ମୋର ମନ, ଲିପ୍ତ ରହୁ ମୋର ମନ। ତାଙ୍କରି ଇଚ୍ଛାରେ ଆଜ୍ଞାବହତାରେ, ତାଙ୍କରି ଇଚ୍ଛାରେ ଆଜ୍ଞାବହତାରେ କାଟିବି ଏ ମୋ ଜୀବନ, କାଟିବି ଏ ମୋ ଜୀବନ। ଯୀଶୁଙ୍କ ଜୀବନ ତାଙ୍କ ଚରଣ କରିବି ଅନୁକରଣ, କରିବି ଅନୁକରଣ। ଚିର ସହାୟକ ହେ ପଥ ଦର୍ଶକ, ଚିର ସହାୟକ ହେ ପଥ ଦର୍ଶକ ତୁମ ଶକ୍ତି କର ଦାନ, ତୁମ ଶକ୍ତି କର ଦାନ। ଖ୍ରୀଷ୍ଟଙ୍କୁ ପ୍ରକାଶ କରିବି ଜଗତେ, ଖ୍ରୀଷ୍ଟଙ୍କୁ ପ୍ରକାଶ କରିବି ଜଗତେ ବଞ୍ଚିଥିବି ଯେତେ ଦିନ, ବଞ୍ଚିଥିବି ଯେତେ ଦିନ। ଯୀଶୁଙ୍କ ଜୀବନ ତାଙ୍କ ଚରଣ କରିବି ଅନୁକରଣ, କରିବି ଅନୁକରଣ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେ। ପ୍ରଭୁ ମଙ୍ଗଳକାରୀ ମଙ୍ଗଳମୟ ପରମେଶ୍ୱର, ଆମେ ଯେତେବେଳେ ଜଗତରେ ବଞ୍ଚିଛୁ ନିଶ୍ଚୟ ପ୍ରଭୁଙ୍କ ପଦ ଚିହ୍ନ ଦେଇ ଚାଲିବାକୁ ଚେଷ୍ଟା କରିବା। ଆଉ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ସେଇ ମଙ୍ଗଳକାରୀ ପରମେଶ୍ୱର ଆମ ସାଙ୍ଗରେ ଥିଲେ ଆମର କିଛି ଅସୁବିଧା ହେବ ନାହିଁ। ପ୍ରେଜ୍ ଦ ଲର୍ଡ। ଆମେ ଆଉ ଗୋଟେ ଗୀତ ଗାଇ ପ୍ରଭୁଙ୍କର ଧନ୍ୟବାଦ କରିବା। ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସା, ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସା, ତୁମେ ମୋ ବିଶ୍ୱାସ ଭୂମି, ମୋର ମୁକ୍ତି ସରଣୀ, ତୁମେ ମୋ ବିଶ୍ୱାସ ଭୂମି, ମୋର ମୁକ୍ତି
ସରଣୀ ତୁମଠାରେ ରଖିଛି ମୁଁ ଦୃଢ଼ ଭରସା ତୁମଠାରେ ରଖିଛି ମୁଁ ଦୃଢ଼ ଭରସା ଯୀଶୁ ତୁମେ ମୋର ଆଶା ଯୀଶୁ ତୁମେ ମୋର ଆଶା ଯୀଶୁ ତୁମେ ମୋର ଆଶା ଯୀଶୁ ତୁମେ ମୋର ଆଶା ଗୌରବମୟ ଭରସା ଯୀଶୁ ତୁମେ ମୋର ଆଶା ଗୌରବମୟ ଭରସା ଆସୁ ଦୁଃଖ ନଇରାସ ଅବାଘେରୁ ଝରା କ୍ଲେଶ ହେବି ନାହିଁ ଭୟଭୀତ ଗାଉଥିବି ଜୟ ଗୀତ ଆସୁ ଦୁଃଖ ନଇରାସ ଅବାଘେରୁ ଝରା କ୍ଲେଶ ହେବି ନାହିଁ ଭୟଭୀତ ଗାଉଥିବି ଜୟ ଗୀତ ତୁମେ ମୋ ବିଶ୍ୱାସ ଭୂମି ମୋର ମୁକ୍ତି ସରଣୀ ତୁମେ ମୋ ବିଶ୍ୱାସ ଭୂମି ମୋର ମୁକ୍ତି ସରଣୀ ତୁମଠାରେ ରଖିଛି ମୁଁ ଦୃଢ଼ ଭରସା ତୁମଠାରେ ରଖିଛି ମୁଁ ଦୃଢ଼ ଭରସା ଯୀଶୁ ତୁମେ ମୋର ଆଶା ଯୀଶୁ ତୁମେ ମୋର ଆଶା ଯୀଶୁ ତୁମେ ମୋର ଆଶା ଯୀଶୁ ତୁମେ ମୋର ଆଶା ଗୌରବମୟ ଭରସା ଯୀଶୁ ତୁମେ ମୋର ଆଶା ଗୌରବମୟ ଭରସା ଯଦି ନିନ୍ଦା ଅପମାନ ଦିଏ ଶତ୍ରୁ ସୟତାନ ହେବି ନାହିଁ ଭୟଭୀତ ଗାଉଥିବି ଜୟ ଗୀତ ଜୟ ଯଦି ନିନ୍ଦା ଅପମାନ ଦିଏ ଶତ୍ରୁ ସୟତାନ ହେବି ନାହିଁ ଭୟଭୀତ ଗାଉଥିବି ଜୟ ଗୀତ ତୁମେ ମୋ ବିଶ୍ୱାସ ଭୂମି ମୋର ମୁକ୍ତି ସରଣୀ ତୁମେ ମୋ ବିଶ୍ୱାସ ଭୂମି ମୋର ମୁକ୍ତି ସରଣୀ ତୁମଠାରେ ରଖିଛି ମୁଁ ଦୃଢ଼ ଭରସା ତୁମଠାରେ ରଖିଛି ମୁଁ ଦୃଢ଼ ଭରସା ଯୀଶୁ ତୁମେ ମୋର ଆଶା ଯୀଶୁ ତୁମେ ମୋର ଆଶା ଯୀଶୁ ତୁମେ ମୋର ଆଶା ଯୀଶୁ ତୁମେ ମୋର ଆଶା ଗୌରବମୟ ଭରସା ପ୍ରେଜ୍ ଦ ଲର୍ଡ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦିଏ ପ୍ରଭୁ ମଙ୍ଗଳକାରୀ ମଙ୍ଗଳମୟ ପରମେଶ୍ୱର ତାଙ୍କ ନାମକୁ ଧନ୍ୟବାଦ ଅଛି ମୋ ତଣ୍ଟି ବସି ଯାଇଛି ତଥାପି ପ୍ରଭୁଙ୍କର ଗୌରବ ନିମନ୍ତେ ଆଜି ପାହାନ୍ତିଆ ସମୟରେ ପ୍ରଭୁ ମୋତେ ମନୋନୀତ କରିଥିବାରୁ ତାଙ୍କ ନାମକୁ ଧନ୍ୟବାଦ ଦିଏ
ପ୍ରଭୁ ମହାନ ପରମେଶ୍ୱର, ଆଜି ଆମମାନେ ତାଙ୍କର ନିକଟକୁ ଆସିଛୁ ନିଶ୍ଚୟ ଆମେ ଆଶୀର୍ବାଦ ପାଇବା ପାଇଁ। ଆଉ ଗୋଟେ ଗୀତ ଗାଇ ପ୍ରଭୁଙ୍କର ପ୍ରଶଂସା କରି ଆଗକୁ ବଢୁଥିବା। ହାଲେଲୁୟା ହାଲେଲୁୟା। ପ୍ରେମିକ ପ୍ରଭୁ, ତୁମର ଇଚ୍ଛା ଆମର ଜୀବନରେ ତୁମେ ସଫଳ କରିଛ, କରୁଥିବ, କରି ଆସୁଛ परमेश्वर। तेणु तुम नाम को हमें धन्यवाद देती प्रभु। प्रभु का धन्यवाद करूंगा, उसकी संगति में सदा रहूंगा, साथ चलूंगा मैं जय जरूर पाऊंगा, साथ चलूंगा मैं जय जरूर पाऊंगा, प्रभु का धन्यवाद करूंगा। कितना अच्छा है ओ, कितना धन्य है ओ, यीशु ही मेरा जीवन का साथी। कितना अच्छा है ओ, कितना धन्य है ओ, यीशु ही मेरा जीवन का साथी। मेरी जरूरत को पूरा करता है ओ, कोई घटी नहीं मुझको। मेरी जरूरत को पूरा करता है ओ, कोई घटी नहीं मुझको। प्रभु का धन्यवाद करूंगा, उसकी संगति में सदा रहूंगा, साथ चलूंगा मैं जय जरूर पाऊंगा, साथ चलूंगा मैं जय जरूर पाऊंगा, प्रभु का धन्यवाद करूंगा। प्रेज द लॉर्ड। प्रभु का नाम को धन्यवाद दे। प्रभु मते सुंदर सुजोग देथिबारु आ मते खास भी होछि, थंडा भी हो जाइछि, मु गीत गाई पारु नाही, मते क्षमा करिवे। प्रभु ई वर्शिप द्वारा आशीर्वाद करंतु। आमेन। प्रेज द प्रभु को मु धन्यवाद दउछि। अवश्य थंडा हेले मध्य प्रभु को दासी अति सुंदर भावरी स्तुति आराधना करिथिली आ धन्यवाद रूप बलि उत्सर्ग करिथिली। आसंतु एक उच्च करताल दे पाल दीदी को आमने धन्यवाद देबा। प्रभु तांको आशीर्वाद करंतु। पाल दीदी आपण प्रतिदिन जॉइन करंती, आपण को देखिला हमको खुशी लागे। एई बलि कंटिन्यू जॉइन करू थांतु, केतळे वर्शिप केतळे परिचालना हे बलि करिकी प्रभुଙ୍କର प्रशंसा गौरव करू थांतु। आसंतु आमने प्रार्थना करिबा। आमन आओ प्रार्थना करिया पूर्वरु मो अनाउंसमेंट करिया पई चाहे। आ जो माने वीडियो ऑन करिनांती प्रभुଙ୍କର गौरव निमंते परस्पर को उत्साहित करने निमंते आपण माने वीडियो ऑन करिकी बसी पारिबे, जो द्वारा कि वक्ता को एवं वर्शिपर को परिचालक को देखिले खुशी लागिबो। ता सहित आ गोटे विज्ञापन रही जे आज आमनकर जूम मीटिंग सरिला परे आ रियल मिनिस्ट्री ऑफ इंडिया रो पंचम गेट टुगेदर जहाँकि बॉम्बे शहर रे चलित वर्ष अनुष्ठित हेबो। तारीख ऑलरेडी घोषणा करा जाइछि जे जून मास 2, 3, 4 एवं आउ सेथि निमंते प्लानिंग मीटिंग भी करा जिवो 6टा अधरे। तेणु मु अनुरोध करी समस्ते बसिबा से प्लानिंग मीटिंग रे। तेणु आसंतु आमने प्रार्थना करिबा। प्रभुଙ୍କର से मुख निर्गत जीवंत वाक्य को आमने श्रवण करिया पई जिबा। आओ आमानको मध्य रे रेवरेंड डॉक्टर रविंद्र कुमार छिंचाणी सार अछंती। आ प्रभुଙ୍କ दासଙ୍କୁ प्रभुଙ୍କ हस्ତରେ समर्पण करिबा। सुंदर भावरे वर्शिप करिथिले प्रभुଙ୍କ दासी आ रीनापाल दीदी तांको मध्य प्रभुଙ୍କ हस्ତରେ समर्पण करिबा। आ इंटरसेसरी प्रेयर को मध्य सुंदर भावरे परिचालना करिथिले प्रभुଙ୍କ दास डिकन पवित्र जेना सार तांको मध्य प्रभुଙ୍କ हस्ତରେ समर्पण करिबा। एवं एते प्रभुଙ୍କର दास दासी माने इंटरसेसरी प्रेयर रे भाग नेइथिले आओ मुख खोली भुजर सहित प्रार्थना करिथिले एवं जूम रे जेते अछंती समस्तଙ୍କ ପାଇଁ एवं पंचम गेट टुगेदर सफलता निमंते मध्य प्रार्थना करिबा। ए समस्त विषय ने प्रार्थना करिबे। संक्षिप्त रे आमानको मध्य रे अछंती प्रभुଙ୍କର अभिषिक्त दास रेवरेंड डॉक्टर जेके छिंचाणी सार अछंती,
ପ୍ରଭୁଙ୍କ ଦାସଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ସ୍ୱାଗତ କରୁଅଛି। ଆଉ ଛିଞ୍ଚା ନିଶାରେ ସମସ୍ତ ବିଷୟ ନେଇ ପ୍ରାର୍ଥନାରେ ତୋଳି ଧରିବେ। ଖ୍ରୀଷ୍ଟରେ ଉପସ୍ଥିତ ପ୍ରତ୍ୟେକ ମୋର ପ୍ରେଜ୍ ଦ ଲର୍ଡ ଏଣ୍ଡ ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର 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 ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପରମେଶ୍ୱର, ତୁମ୍ଭେ ଧର୍ମମୟ 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 ଆମ୍ଭମାନଙ୍କ ମଧ୍ୟରେ ଜୀବିତ ଓ କାର୍ଯ୍ୟ ସାଧକ ସ୍ୱୟଂଭୁ ପ୍ରଭୁ, ଆଜି ତୁମ୍ଭ ଚରଣ ତଳେ ତୁମ୍ଭରି ଗୌରବ କରୁ କରୁ ଧନ୍ୟବାଦ ଦିଏ ଯେ ତୁମ୍ଭ ହସ୍ତରୁ ନିର୍ଗତ ପ୍ରଭୁ ସେହି ପ୍ରତି ପ୍ରଭାତର କରୁଣା, ତୁମ୍ଭ ହୃଦୟର ବିଶ୍ୱସ୍ତତା ଆମ୍ଭମାନଙ୍କ ପାଇଁ ପ୍ରଚୁର ହୋଇଅଛି। ଆମମାନଙ୍କୁ ଜୀବିତ ରଖିଲ ଏବଂ ଏହି ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆର ଜୁମ୍ ପ୍ଲାଟଫର୍ମରେ ତୁମ୍ଭ ସହଭାଗିତାରେ ଏକତ୍ରିତ କଲ। ପ୍ରଭୁ, ଏହି ଏକତ୍ରୀକରଣରେ ତୁମ୍ଭ ଦାସ ଡିକନ ଜେନା ଆଜ୍ଞା ପ୍ରଭୁ ସେ ମଧ୍ୟସ୍ଥି ପ୍ରାର୍ଥନାକୁ କଢ଼େଇ ନେଲେ ଏବଂ ତହିଁ ମଧ୍ୟରେ ଅନେକ ତୁମ୍ଭ ଦାସ ଦାସୀ ମାନେ ବିଭିନ୍ନ ବିଷୟକୁ ନେଇ ତୁମ୍ଭ ସମ୍ମୁଖରେ ପ୍ରତି ପ୍ରଭାତର ପ୍ରାର୍ଥନାର ଧୂପ ପ୍ରଭୁ ଉତ୍ସର୍ଗ କରିଅଛନ୍ତି। ସେ ପ୍ରତ୍ୟେକଙ୍କ ଉପରେ ତୁମ୍ଭର ଦୟା କରୁଣା ହୃଦୟର ମନୋବାଞ୍ଛା ତୁମେ ସଫଳ କର। ପ୍ରଭୁ, ପ୍ରାର୍ଥନା କରୁଛି ତୁମ ଦାସୀ ରୀନା ପାଲ ଦିଦି ସେ ଆରାଧନାରେ କଢ଼େଇ ନେଲେ, ତାହାଙ୍କୁ ସର୍ଦ୍ଦି କାଶ ହୋଇଛି। ହେ ଆମ୍ଭମାନଙ୍କର ସୁସ୍ଥତା ପ୍ରଦାନକାରୀ ପ୍ରଭୁ, ତୁମ୍ଭେ ତାହାଙ୍କ ମସ୍ତକର ହସ୍ତ ରଖ। ମସ୍ତକରୁ ତଳିପା ପର୍ଯ୍ୟନ୍ତ ତୁମ ହସ୍ତରୁ ନିର୍ଗତ ସୁସ୍ଥତାର ଶକ୍ତି ସଞ୍ଚାରିତ କରି ତାହାଙ୍କୁ ଯୀଶୁଙ୍କ ନାମରେ ସୁସ୍ଥତା ଦିଅ। ପ୍ରଭୁ, ପ୍ରାର୍ଥନା କରୁଛି ତୁମ ଦାସ ଆମମାନଙ୍କ ମଧ୍ୟରେ ଛିଞ୍ଚାଣି ମହାଶୟଙ୍କୁ ଆଣିଛ ତୁମ ମୁଖପାତ୍ର ଭାବରେ ବ୍ୟବହାର କରିବାକୁ ତୁମେ ଆଜି ତାହାଙ୍କୁ ମନୋନୀତ କରିଛ। ତୁମ୍ଭ ଧର୍ମଶାସ୍ତ୍ରର ନିଗୁଡ଼ ତତ୍ତ୍ୱ ପ୍ରଭୁ ଶିକ୍ଷାତ୍ମକ ବାକ୍ୟରେ ତାହାଙ୍କ ଓଷ୍ଠ ଭରି ଦିଅ। ତାହାଙ୍କ ଓଷ୍ଠ ନିର୍ଗତ ତୁମ ଆତ୍ମାଙ୍କ ନିୟନ୍ତ୍ରିତ ବାକ୍ୟ ସକଳ ଆମ୍ଭମାନଙ୍କର କର୍ଣ୍ଣରେ ପ୍ରବେଶ କରି ପ୍ରଭୁ ଅନ୍ତରାଳୟକୁ ଚାଲିଯାଅ। ତୁମ ଦାସଙ୍କୁ ସମ୍ପୂର୍ଣ୍ଣ ତୁମେ ଆପଣାର ହସ୍ତର ଛାୟାତ ରଖି ବାକ୍ୟର ଭଣ୍ଡାର ପରି ଏବଂ ବାକ୍ୟର ନିଶ୍ଚର ପରି ଆମମାନଙ୍କ ଗହଣରେ ବର୍ତ୍ତମାନ ବ୍ୟବହାର କର। ପ୍ରଭୁ, ଆସୁ ଶ୍ରୋତା ବୃନ୍ଦଗଣଙ୍କର କର୍ଣ୍ଣ ଖୋଲ, ମନକୁ ପ୍ରଭୁ ନିବେଶ କରିବାକୁ ସାହାଯ୍ୟ କର। ପ୍ରାର୍ଥନା କରୁଛି ଯୋଉ ପ୍ରଭୁ ମୁମ୍ବାଇ ନଗରକୁ ତୁମ ଦାସ ଦାସୀ ସମସ୍ତେ ଯିବା ପାଇଁ ବର୍ତ୍ତମାନ ପ୍ରସ୍ତୁତିକରଣ ଚାଲିଅଛି, ସେ ପ୍ରସ୍ତୁତିକରଣରେ ତୁମ୍ଭର ସ୍ୱର୍ଗୀୟ ଆଶୀର୍ବାଦ ଏବଂ ତୁମ୍ଭର ଜିହ୍ୱା ହସ୍ତ ତୁମେ ଯୀଶୁଙ୍କ ନାମରେ ଉନ୍ମୁକ୍ତ କର ଏବଂ ଯାହା ଅର୍ଥର ଆବଶ୍ୟକ ରହିଛି, ହେ ସ୍ୱର୍ଗର ପ୍ରଭୁ, ତୁମ ଇଚ୍ଛା ସାଧନ କରିବା ନିମନ୍ତେ, ତୁମ୍ଭର ଗୌରବ କରିବା ନିମନ୍ତେ ଯେତେବେଳେ ତୁମ୍ଭ ଲୋକମାନେ ତୁମ୍ଭଠାରେ ଅପେକ୍ଷା କରନ୍ତି, ସେମାନେ କେବେ ବି ଲଜ୍ଜିତ ହୁଅନ୍ତି ନାହିଁ। ଯିବା ପାଇଁ ଆସିବା ପାଇଁ ଯେଉଁ ପ୍ରଭୁ ସେମାନଙ୍କ ଚକ୍ଷୁରେ ଆକାଂକ୍ଷା ରହିଛି, ସେ ଆକାଂକ୍ଷାକୁ ମଧ୍ୟ ସଫଳ କର। ଗୌରବ ପ୍ରଶଂସା ତୁମେ ପାଅ, ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ ଆମେନ୍। ଥ୍ୟାଙ୍କ ୟୁ, ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ ସାର୍। ଛିଞ୍ଚଣି ସାର୍, ଆପଣ ସମସ୍ତ ବିଷୟ ନେଇ ପୂଜାର ସହିତ ପ୍ରାର୍ଥନା କରିଅଛନ୍ତି। ଆପଣଙ୍କୁ ଆମେ ଧନ୍ୟବାଦ ଦେଉଛୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ପୁଣି ଥରେ ମୁଁ ଆପଣମାନଙ୍କୁ ଅନୁରୋଧ କରି, ଯଦି ଠିକ୍ ଜାଗାରେ ଆମେ ବସିଅଛୁ, କମ୍ଫର୍ଟେବଲ ଜାଗାରେ ବସିଛୁ, ପ୍ରଭୁଙ୍କର ଗୌରବ ନିମନ୍ତେ ପରସ୍ପରକୁ ଉତ୍ସାହିତ କରିବା ନିମନ୍ତେ ଆମେ ଭିଡ଼ିଓ ଅନ୍ କରିକି ବସିପାରିବା ଏବଂ ଆଜିର ଉପାସନା ସରିଲା ପରେ ଆମମାନଙ୍କର 5th ଗେଟ୍ ଟୁଗେଦରର ପ୍ଲାନିଂ ମିଟିଂ ରହିଛି। ଆପଣମାନେ ଲେଫ୍ଟ କରିବେ ନାହିଁ, ଆପଣମାନେ ବସିବେ, ଏହା ମୋର ଅନୁରୋଧ ରହିଛି। ଆସନ୍ତୁ ପ୍ରଭୁଙ୍କର ସେ ମୁଖ ନିର୍ଗତ ଜୀବନ୍ତ ବାକ୍ୟକୁ ଶ୍ରବଣ କରିବା। ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ଅଛନ୍ତି ଆଉ ବହୁଳ ଭାବରେ ବ୍ୟବହାର କରୁଅଛନ୍ତି ଅଫଲାଇନ୍ ଅନଲାଇନ୍ ମାଧ୍ୟମରେ, ବିଶେଷ କରି ଅନଲାଇନ୍ ଠାରୁ ଅଫଲାଇନ୍ରେ ବ୍ୟବହାର କରୁଛନ୍ତି। ଆଉ ପ୍ରଭୁ ତାଙ୍କୁ ଅନେକ ବିଷୟରେ ଜ୍ଞାନ ବୁଦ୍ଧି ଦେଇ
ତାଙ୍କ ସେବା କାର୍ଯ୍ୟକୁ ବର୍ଦ୍ଧିଷ୍ଣୁ କରୁଅଛନ୍ତି। ତାଙ୍କର ନିଜସ୍ୱ ହଷ୍ଟେଲ ଅଛି, ସ୍କୁଲ ଅଛି। ତାପରେ ସେ ପାଷ୍ଟର ମିଶନାରୀ ଭାବରେ ମଧ୍ୟ କାର୍ଯ୍ୟ କରନ୍ତି, ଆପୋଷ୍ଟଲ ଭାବରେ ବି କାର୍ଯ୍ୟ କରନ୍ତି। ମଲ୍ଟି ଟ୍ୟାଲେଣ୍ଟେଡ ପ୍ରଭୁଙ୍କର ଦାସ। ଆହୁରି ଏକ କୋରାପୁଟିଆ ଭାଷାରେ ଏକ ଲୋକାଲ ଲାଙ୍ଗୁଏଜରେ ମଧ୍ୟ ସେ ବାଇବଲ ଟ୍ରାନ୍ସଲେସନ କରିଅଛନ୍ତି। ଆଉ ପ୍ରଭୁ ଆଜି ଆମମାନଙ୍କ ମଧ୍ୟରେ ତାଙ୍କୁ ପଠେଇ ଅଛନ୍ତି, ଆମମାନଙ୍କର ଅନୁରୋଧ ରକ୍ଷା କରି ପ୍ରଭୁଙ୍କ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି। ତେଣୁ ଆମେ ବହୁତ ଖୁସି। ଆସନ୍ତୁ ଏକ ଉଚ୍ଚ କରତାଳ ଦେଇ ପ୍ରଭୁଙ୍କର ସେ ଅଭିଷିକ୍ତ ଦାସ ରେଭରେଣ୍ଡ ଡକ୍ଟର ରବୀନ୍ଦ୍ର କୁମାର ଛିଞ୍ଚାଣି ସାର୍ଙ୍କୁ ମୁଁ ସ୍ୱାଗତ କରି, ଆସନ୍ତୁ ଏକ ଉଚ୍ଚ କରତାଳ ଦେଇ ଆମେ ପ୍ରଭୁଙ୍କ ଦାସଙ୍କୁ ସ୍ୱାଗତ କରିବା। ପ୍ରଭୁଙ୍କ ଦାସ ସମ୍ମୁଖକୁ ଆସିବେ, ପ୍ରଭୁଙ୍କର ସେ ମୁଖ ନିର୍ଗତ ଜୀବନ୍ତ ବାକ୍ୟକୁ ପ୍ରକାଶ କରିବେ। Over to Chinchani sir. Thank you. सर्वप्रथमे जीवित परमेश्वर को धन्यवाद दिए। तो संगे संगे रियल मिनिस्टर उपदेष्टा पुणी आज परिचालित करुथिबा मोर प्रिय माँ, विशेषकर आज प्रातः समय रे प्रभुंको हस्तरे प्रभुंकर सम्मुखरे थिबा आम प्रत्येक प्रभुंको दास दासी मानू प्रभु जीशुंको नाम रे नमस्कार ज्ञापन करे। प्रेज द लॉर्ड। मते मोर स्वर सुना जाउछि? ओके, थैंक यू। आसंता में ईश्वरंकर जीवंत वाक्य निकट को जीवा। प्रभु आज आम पाए एक सुंदर अनुग्रह आशीर्वाद आनी देइछंती। विशेष करी प्रभु दास आम भाई प्रार्थना करथिले प्रभु आम को आज किछि देवा निमंते निगूढ़ तत्व किछि गभीर विषय उपस्थापन करबा पाए आज सकाळ आम को तांको निकट रे विशेष करी मु कहिबी आज रियल मिनिस्ट्री ऑफ इंडिया जूम रे प्लेटफॉर्म रे आम को एकत्रित करिसंती। आम भाग्यवान। प्रभु आम को जहा देवा को जाउछंती ताको आम समस्ते निजको नम्र करी आम ग्रहण करिबा, निजको न्यून करी ग्रहण करिबा, आ तदनुसार जीवन यापन करिबा। एहा मु आशा करे। आज वाक्य मु रखिबी आपण मान सम्मुख रे। वास्तव में जगत रे आम को प्रभु अनेकों को एक सुंदर सेवा मध्य दे जीवा निमंते बाछिछंती। आ जगत रे सेवा करू करू आम जहा द्वारा चलवा को हम जी आम को शिक्षा देवे, जी आम को रास्ता कढ़ई नेबे, से वाक्य को आम अधिकांश समय रे केमिति ग्रहण करू, केमिति विश्वासी मानक सम्मुख रे लोक मानक सम्मुख रे उपस्थापन करू, ताहाको मु आपण मानक सम्मुख रखिबी। वाक्य वाक्य बुझिया पाए कष्ट ही थाए। मो पालक शिविर मानक रे कही थाए। आम भणजा से जानी रायगढ़ भी आम करूँ वाक्य को बुझीबा कि परी पुणी आ गोटे सेशन थाए जहाँकि चर्च रिपेयर एंड प्रिपेयर। चर्च जदि रिपेयर हेले रेप्चर हबो, प्रिपेयर हेले प्रिजर्व हबो। दुईटी विषय नहीं मु प्रचार करी थाए। आज आपण मान सम्मुख रे मु रखिबी हाउ टू अंडरस्टैंड बाइबल। बाइबल बुझीबा कि परी बुझिले तो आम अन्य मान को बुझे परिबा। यदि बुझीबा नाई, यदि भूल बुझेबा तेबे जेतिक आम प्रचार करूचे आम जानिबा दरकार, सतर्क हेबा दरकार। यदि भूल प्रचार करू ताहले आमानंको ठारू हिसाब निया जिवो। जदि आम टिकेरु अधिक कहू से सब को मध्य आमानंको हिसाब देबाक पड़िबो। तेणु जहाँ आम जानिबा, जहाँ आम शिखिबा, जहाँ आम खाइबा, ताहा अन्य को आम शिखेबा, खुआइबा, यह हूँ मो मतरे एक उत्तम अटे। तेणु बाइबल को जानिबा बुझिबा सहज नुहे। एज ए बाइबल ट्रांसलेटर मु अनेक समय रे कहे न बुझिले आमे केबे भी से विषय रे कहिबा कथा नुह।
ଯଦି ଆମେ ବୁଝୁନା ହଉ ତେବେ କାହିଁକି କହିବା? ଯାହା ଜାଣିଛୁ ତାକୁ ଆମେ କହିବା ଦରକାର। ଅଧିକ ଜାଣିଛୁ ବୋଲି ଦେଖେଇ ହେବା ପାଇଁ କହିବାକୁ ହବ ନାହିଁ। ଆଜ୍ଞା, ବାକ୍ୟ ହଉଛି ଯୀଶୁ ଖ୍ରୀଷ୍ଟ। ଯୀଶୁ ଖ୍ରୀଷ୍ଟଙ୍କୁ ଆମେ କି ଦେଖେଇ ହେବା ପାଇଁ ବ୍ୟବହାର କରିବା, ଏହା ହଉଛି ମୂର୍ଖତାର କର୍ମ। ବାଇବେଲ 2000 ବର୍ଷ ତଳର ଲେଖା ଅଟେ। ବାଇବେଲକୁ ବୁଝିବା ପାଇଁ ହେଲେ ଆମକୁ 2 ବର୍ଷ ତଳକୁ ଯିବାକୁ ପଡିବ। ଆଜି ଆମକୁ ଆମର ବାପା ଜେଜେ ବାପାର ନାଁ କହିବାକୁ ସୁବିଧା ହେଇନଥାଏ। କାହିଁକି ଆମେ ଜେଜେ ବାପାର ନାଁ ଜାଣିବା ଅଧିକାଂଶ ଲୋକ ପକ୍ଷରେ କଷ୍ଟଦାୟକ। କିନ୍ତୁ ଜେଜେ ବାପାଙ୍କର ବାପାଙ୍କ ନାଁ କଣ ବୋଲି କହିଲା ବେଳକୁ ତ ଆମେ ଉତ୍ତର ଦେଇପାରିବା ନାହିଁ। ଏହା ଯଦିଓ 100 ବର୍ଷ କି 200 ବର୍ଷ ଭିତରେ ହେଇପାରେ ଜେଜେ ବାପା କି ଜେଜେ ବାପାର ବାପାଙ୍କ ନାଁ, କିନ୍ତୁ 2000 ବର୍ଷର ଗେପ୍, different translators, different culture, time gap, ଏସବୁକୁ ବୁଝିବାକୁ ହେଲେ ଆମମାନଙ୍କୁ ସେ ସମୟକୁ ଯିବାକୁ ପଡିବ। ଏଥିପାଇଁ ମୁଁ ଆଜି କହିବି, ବାଇବେଲରେ ଅନେକ ବିଷୟ ରହିଛି ଯାହା ଅବୁଝାଇ ରହିଛି। ଆମେ ବାଇବେଲ ଅନୁବାଦକ ମାନେ ଅନେକ ସମୟରେ କଥା ହଉଥାଉ, ଆମର ସ୍କଲାର ମାନଙ୍କ ସହିତ ଆମେ କଥା ହଉଥାଉ, ଆଜ୍ଞା ଓଡିଆ ବାଇବେଲକୁ କାହିଁକି ଏପର୍ଯ୍ୟନ୍ତ ସଂସ୍କରଣ କରାଯାଉ ନାହିଁ? ସେଇ ବାଇବେଲ ହିଁ ଅଛି, ସେଇ 50ର ହିଁ ଅଛି, ଏକ ବିଶ୍ରାମ ବାଟ ହିଁ ଅଛି, 2-3 ମୋହଣିଆ ହିଁ ଅଛି, କାହିଁକି ଏସବୁକୁ ବଦଳା ଯାଉ ନାହିଁ? ଅନେକ ବିଷୟ ରହିଛି ଯାହା ଏପର୍ଯ୍ୟନ୍ତ ହେଇପାରୁନାହିଁ। ହେଲେ କିନ୍ତୁ ଆମେ ଜାଣିବାକୁ ଦରକାର କି ନାହିଁ ପ୍ରିୟ ଲୋକମାନେ? ଜାଣିବା ଦରକାର। ତେବେ ସିନା ଆମ ଜୀବନରେ ଆମେ କିଛି ବିଷୟ ପାଇପାରୁଛୁ ବୋଲି ଖୁସି ଲାଗିବ। ଯଦି କିଏ ଆମକୁ ବାଇବେଲ ବିଷୟରେ ପଚାରି ଦିଏ, ଆମେ କିପରି ତାର ଉତ୍ତର ଦେଇପାରିବା? କହିବା କି ଆମେ ନାଇଁ ଆଜ୍ଞା ମୁଁ ଜାଣିନି। ଆମେ ତ କିଛି ଚେଷ୍ଟା କରିବା ଦରକାର। ଆମେ ବି ସବୁ ଜାଣିଛୁ ବୋଲି କହିପାରିବୁ ନାହିଁ। ଯାହା ଅନୁବାଦ ସମୟରେ ମିଳୁଛି ତାକୁ ହିଁ ଆମେ ପ୍ରଚାର କରିଥାଉ। ଆଉ ଏଇ ସମୟରେ ମୁଁ କହେ ଯେ ଅବାନ୍ତର ପ୍ରଶ୍ନ ଗୁଡାକ ବି ପ୍ରଭୁଙ୍କ ଦୃଷ୍ଟିରେ ଗ୍ରହଣୀୟ ନୁହେଁ। ଅନେକ ଲୋକ ଜାଣି ସୁଦ୍ଧା ଅନେକ ପ୍ରଶ୍ନ ପଚାରନ୍ତି, ଏହା ଭୁଲ ଅଟେ। ତେଣୁ ଆମେ କହୁ ଏମିତିକା ପ୍ରଶ୍ନ ପଚାରିବା ପୁଣି ତାହିରେ ଶିକ୍ଷା କରିବା ଦୁଇଟି ଭିନ୍ନ ବିଷୟ ଅଟେ। ଏମିତି ପ୍ରଶ୍ନ ପଚାରି ଆମେ କେବେ ଶିକ୍ଷା ଲାଭ କରିପାରିବା ନାହିଁ। ଯଦି ଆମମାନଙ୍କ ମନକୁ ଆମେ ବିପଥଗାମୀ କରିବା ତଥାପି ଶିକ୍ଷା ଲାଭ କରିବା ନାହିଁ। ଏମିତି ବି ପ୍ରଶ୍ନ ଅଛି, ଆଜ୍ଞା ଗାଈ ଶାଗୁଆ ଘାସ ଖାଏ, ଧଳା କ୍ଷୀର ଦିଏ କେମିତି? ଦେଖନ୍ତୁ, ବାଇବେଲ ଭିତ୍ତିକ ପ୍ରଶ୍ନ ଗୁଡାକ ମଧ୍ୟରେ ବି ଏମିତି ଥାଏ। ତେଣୁ ବାଇବେଲକୁ ବୁଝିବାକୁ ହେଲେ ଆମେ ପ୍ରଥମ କଥା କହିଥାଉ, ପବିତ୍ର ଆତ୍ମାଙ୍କର ଦାନରେ ପରିପୂର୍ଣ୍ଣ ହେଲେ ବାଇବେଲ ଆମେ ବୁଝିପାରିବା। ଯେହେତୁ ବାଇବେଲ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ତାଙ୍କ ଲୋକମାନେ ଲେଖିଛନ୍ତି। ପୁଣି ବାଇବେଲକୁ ବୁଝିବା ପାଇଁ ଟୁଲ ବକ୍ସ ବି ଅଛି। ହୁଏତ ମୁଁ ଆକୁ ଘଣ୍ଟାଟି ଭିତରେ ସରାଏ, କିନ୍ତୁ ଅଧଘଣ୍ଟା ଭିତରେ ମୁଁ ଆକୁ ସାରିବା ପାଇଁ ଚେଷ୍ଟା କରୁଛି। ଟୁଲ ବକ୍ସ ଅଛି, ଯେମିତି ବସରେ, କାରରେ, ବାଇକରେ ଟୁଲ ବକ୍ସ ଥାଏ। ତାର ପାର୍ଟସ ଗୁଡାକ ଖୋଲିବା ପାଇଁ ସେଠି ରେଞ୍ଚି, ଆମେ ଯାହା କହୁ ସ୍କ୍ରୁ ଡ୍ରାଇଭର, ଆଉ ଅନ୍ୟ ଜିନିଷ ଥାଏ, ଯାହା ଗାଡିକୁ ଖୋଲିବା ପାଇଁ, ତିଆରି କରିବା ପାଇଁ କିଛି କିଛି ଉପକରଣ ଦେଇଥାନ୍ତି। ଆଜ୍ଞା ବାଇବେଲକୁ ବି ଆମେ ଖୋଲିବା ପାଇଁ ସେମିତି କେତେଟା ବାଇବେଲ ଅଛି ଯାହା ବିଏସେ ଆମମାନଙ୍କୁ କୁହେ। ସବୁ ବାଇବେଲରେ ସବୁ ଉତ୍ତର ମିଳିବ ନାହିଁ। ତଥାପି ଆମ ସ୍କଲାର କହୁଥାନ୍ତି ଏ 6ଟା 7ଟା ବାଇବେଲ ଅଛି, ସେ ଭିତରେ ଯଦି ବି ଉତ୍ତର ନ ମିଳେ ତେବେ ଆମକୁ ଯୋଗାଯୋଗ କରିବ। ନିଜ ଇଚ୍ଛାରେ ନିଷ୍ପତ୍ତି ନେଇପାରିବ ନାହିଁ, କଳାକୁ ଧଳା କରିପାରିବ ନାହିଁ, ଯେହେତୁ ଏହା ବାଇବେଲ ଅଟେ। ଏ ବାଇବେଲକୁ ବୁଝିବା ପାଇଁ ଆମମାନଙ୍କୁ କିଛି ବିଷୟ କରିବାକୁ ହବ।
देखो तो बाइबल कहीं कष्ट 2000 वर्ष गैप को आमे जीवा भितरे बाइबल को आमे अनेक समय बुझिया कष्ट ही था आम भाई डॉक्टर से माने बाइबल भित्तिक अनेक विषय जानती कहीं जे माने जेते पढ़िबे सेते से माने जानी परिबे बाइबल को बुझिबार विषय आज आपण मान सम्मुख में रखुछि दिने जड़े लोक मेडिसिन स्टोर को गले से सिटी के जाए से कहते आज्ञा मुंड व्यथा टैबलेट देवे कि मागुंट दुकानी को मागुंट मुंड व्यथा टैबलेट दिंतु दुकानी ये भाषा को से बुझी जामती बॉडी लैंग्वेज गोटे रही क्रिकेट रो ट्रैफिक पुलिस रो ये सब पेशेंट आउ डॉक्टर मध्य गोटे लैंग्वेज अटे से मागुची मत मुंड व्यथा टैबलेट दिंतु किंतु से लोक बा डॉक्टर से जानी पारुछि ये मुंड व्यथा अधिक हेबा पाई मागु नहीं किंतु मुंड व्यथा कमीबा पाई मागुछि जानिछि से कोन मागुछि याकू कोन दिया जिवो से उत्तम विषय दबो तांको केबे भी से अधिक व्यथा हेबा पाई दबो नहीं आज बाइबल को तत्रुप हम बुझिबा दरकार ठीक समय रे ठीक मुहूर्त रे कोन देले हेबो जानिबा दरकार किमिति भांगिबा को पड़िबो ताहा मध्ये हमें जानिबा दरकार यदि तो से मागुची हमें ता हिसाब रे देबा से लोकटे मुंड व्यथा पे अधिक मुंड व्यथा हे से कष्ट रे मरि जिवो से आ गोटे कथा मते मने पड़े जेबे हमें सूप दुकान चौमिन दुकान को जाओ यदि हमको सूप दिया जाए प्लेट रे सूप चामच दिया न जाए चौमिन चामच दिया जाए केमिति हमें खाइबा खाइ परिबा सूप दिया गला सत कथा किंतु ताइरे सूप चामच न देकी यदि चौमिन चामच दिया जिवो खाइबे आगे प्रभुंकर वाक्य को हमें निहाती बुझिबा दरकार जानिबा दरकार मत पढ़िबार टिके शीघ्र शीघ्र साहाय्य करंतु प्रकाशित वाक्य 22 रो 8 पद प्रकाशित वाक्य 22 रो 8 पद जा लिखा जाए जोहन जहा सुनिले ओ देखिले ताकू से आज लेखुचंती आम अनेक समय रे सुनी न थाउ जानि न थाउ भी आम मन इच्छा कहि दे थाउ किंतु बाइबल ताहा नुहे शीघ्र मु जहन स्वयं रे समस्त श्रवण और दर्शन कली श्रवण और दर्शन करिबा परे जो दूत मते ए समस्त दर्शन कराइले मु ताहांक पाद तले प्रणाम करिबा निमंते उपुड़ हेली हां केडे सुंदर कथा दर्शन कले पुणी सुनिले मनुष्य नहीं मनुष्यक नहीं जहां से देखिले सुनिले ताकू से लिखिले आज बाइबल को आम मन इच्छा प्रचार करुछु बाइबल अनेक समय रे बुझी हो ना आम ना देखी पारुछु ना बुझी पारुछु हेले कहि चलीछु जहा अनेक लोकंक पाय व्याधिर कारण भी होछि दिने हमें एक प्रोग्राम रे थिलु प्रभुंकर जने दास आसिले जॉन 9:31 से प्रचार कले बाहर करंतु से प्रचार करूछन्ते यीशु पापी मान को प्रार्थना सुनंती नाय देखंत हमें केमिति प्रचार करूछे जद्वारा जहा प्रभुंकर लोक मान को पाई ता लाभदायक होउछि कि क्षति होछि अधिकांश लोक भी जानंती नै किंतु जो माने प्रभुंकर बाइबल भित्तिक आत्मिक चिंताधारा रहंती से माने जानि पारंती हाँ ठीक शीघ्र ईश्वर जे पापी मानकर कथा सुनती नाही एहा आम्भे माने जानु किंतु जदि के ईश्वर भक्त होई ताहांकर इच्छा साधन करे ताहेले से ताहार कथा सुनती ईश्वर पापी मान को प्रार्थना सुनती नहीं ये टॉपिक से नहीं थिले प्रचार कले गोटे पद पर्व किंतु देले से दाऊदंक प्रार्थना तार पक्ष को फेरी आसला जो घरे प्रार्थना को डाकी से परिवार एक कथा सुनला परे से मैंने दुख हेले
ପରେ ମତେ ସେ କହିଲା ଆଜ୍ଞା ତେବେ ଆମେ କଣ କରିବା ହେଲେ ମୁଁ କୋଉ ଜାଗାରେ କାହାକୁ ବାକ୍ୟ କାଟିକିରି ପ୍ରଚାର କରିବା ମୋର ଜାତକରେ ନାହିଁ ତାପରେ ମୋ ସମୟ ଆସିଲା କିନ୍ତୁ ମୁଁ ଯାହା ନେଇଥିଲି ତାଙ୍କୁ ମୁଁ ବାଣ୍ଟିଲି କାଉଣ୍ଟର କରିବା ଉତ୍ତମ କଥା ନାହିଁ ଯୀଶୁ ତ ପାପୀ ମାନଙ୍କ ପାଇଁ ଆସିଲେ ମୁଁ ପାପୀ ବୋଲି କହିବାରୁ ଯୀଶୁ ପ୍ରାର୍ଥନା ଗ୍ରହଣ କଲେ ମୁଁ ପାପୀ ମାନଙ୍କ ପାଇଁ ଆସିଛି ବୋଲି କହିଲେ କିନ୍ତୁ ସେ ପାପୀ ମାନଙ୍କ ପ୍ରାର୍ଥନା କେମିତି ଶୁଣିବେ ନାହିଁ ये लेखार तात्पर्य कौन जीशु कौन कहिले कि किए काहाकू कहिले ये कथा मु मन रखिली से लोक पर बुझेली अलग डाकी नहीं नाई तार कथा एमती अच्छी उत्तर एमती अच्छी जीशु कही नहांती या शास्त्री फारुसी माने जीशु को पापी लोक बोली कहउछंती मन रखंतु आमे अनुवाद कहबारू ए सबुर पद पर पद को देखी थाओ ट्रांसलेशन रे अप डाउन थाए ऊपर तल थाए गोटे वाक्य पढ़ी दे प्रचार कले हेबो ना तल को ऊपर को देखिबा को पड़िबो पैरेलल अछि से लोकन को मु बुझेला पर होइमती अछि कि आज्ञा हां तापर मु समय खोजुथिली केबे से आज्ञा को कहिबी फोन रे कहिले तो ठीक हेबो ना ताको सामना सामनी कहिबार अछि के नथिबा जगह रे कहिबार अछि 6 मास पर तांको मु देखा पाइली आज्ञा को कहिले आज्ञा जो वाक्य प्रचार कले आपण तार तळ ऊपर दुईटी पडिथिले कि तार कनेक्शन को ध्यान करिथिले कि किए काहा को कहिले देखिथिले कि से एक कथा कहिला परे मुह को से सान कले मु तांको हाथ जोड़ली क्षमा करंतु मु आपण को बेसी जानि छी बोली कहू नाही किंतु ए प्रचार आउ को जगह रे न हो से तुनि पर रहले मु कहिली आज्ञा शास्त्री फारुसी माने जीशु को गोटे पापी लोक बोली कहंती से जगह रे पापी को पाए जीशु आसिले बोली बाइबल अनेक जगह रे लिखा अछि प्रिय प्रभु को लोक माने बाइबल को प्रथमे बुझीबा को हबो तापर हमें बुझीबा को पड़िबो यदि बुझीबा नाय तबे अन्य मानक पाइबी ताहा फलप्रद हेई परिबो नाय आ गोटे कथा हमर मने पडुची दिने गोटे पर्जा परिवार को गोटे शिक्षक टीचर से गले पानी टिके पीवा को दियो बोली आमे रहउथुलु से गारे नेटिगुडा रे टिके पानी पीवा पई दियंतु बोली गले से घरर मुख्य लोक बसी थांती से ता झियो को से डाकी कहउछंती झियो सार को अडु हानी देश लो बोला से सार को अडु हानी देश पानी दियो बोली कहले पर्जा भाषा रे हानी देश ये सार सुनले कथा ए झियो को कोन हानी देबा पाई बोली कहले एले ए झियो घरे गले कोन करछंती जहा कि तांकर प्रथा थिला गोटे ढाळ बोली कहंती ताकू से सफा करिकरी ताकू से पानी आनी दबो टिके लेट हे गला ए झियो आसीबा पूर्व रे भाबुचंती ये सार को हानी दे बोली कहले ये बोथे काती की कोन टांगिया खोजुची के घर को जाई की तेबे लेट करूची ये बोला धीरे बोल नहीं सार मते एक लागुची मु जाउची बोली उठी की पळाइले किंतु वास्तव रे से सार को हानी दे बोली कोइ नांते ना किंतु ताको भाषा रे होची पानी दे बोले हानी दे एमिति वाक्य को बुझिबार तो दरकार रहिछि एते रहस्य विषय सब रहिछि वाक्य रे तात्पर्य विषय रहिछि माथि 1 रे पद टिक पढंतु कोन अछंती कि नाही रेफरेंस टिके रिपीट करंतु सर माथि 1 रे 1 अब्राहम को संतान और दाऊदों को संतान जीशु ख्रीष्टों को वंशावली हां पढंतु 2 अब्राहम इसाकों को जन्म देले इसाक हाँ। जाकुबों को जन्म देले जाकुब हाँ। जिहुदा और तांको भाई मान को जन्म देले जिहुदा थाउ। तामरं को गर्भरु पेरस थाउ। थैंक यू
ଆମେ ଦେଖିଲୁ ବାଇବେଲ ବୁଝିବା ପାଇଁ କେତେ ସହଜ। ବାଇବେଲ କାହା ନିମନ୍ତେ ଛପା ହେଲା ଆଜ୍ଞା? ଖ୍ରୀଷ୍ଟିଆନ ମାନଙ୍କ ପାଇଁ ନୁହଁ, ବାଇବେଲ ସମସ୍ତ ଲୋକମାନଙ୍କ ପାଇଁ ଛପା ହେଲା। ଆଉ ବାଇବେଲକୁ ବୁଝିବା ପାଇଁ ହେଲେ ଜଣେ ଲୋକ ଯେତେବେଳେ ପଢିବ ସେ କଣ ବୁଝିବ? ଅବ୍ରାହମ ଇସାକଙ୍କୁ ଜନ୍ମ ଦେଲେ, ଇସାକ ଯାକୁବଙ୍କୁ ଜନ୍ମ ଦେଲେ, କଣ ବୁଝି ହଉଛି? ଜଣେ ଯେତେବେଳେ ଗୋଟେ ହିନ୍ଦୁ ଲୋକ ପଢିବ କି ଆମ ଲୋକ ବି ଟିକେ ଅଶିକ୍ଷିତ ଲୋକ ଯଦି ପଢିବ ସେ କଣ ବୁଝିବ? ଅବ୍ରାହମ ତ ନାଁଟା ଶୁଣିଲା ବେଳକୁ ଗୋଟେ ପୁଅ ପିଲା ପରେ ଲାଗୁଛି, ଇଏ ମାନେ ଜନ୍ମ ଦଉଛନ୍ତି। ବୋଧେ ସେ ଭାବିବ ହଁ ସେଇ ସମୟରେ ବୋଧେ ପୁଅ ମାନେ ଜନ୍ମ ଦଉଥିଲେ, ଏବେ ଝିଅ ମାନେ ଜନ୍ମ ଦଉଛନ୍ତି। ଆଉ ସେତେବେଳେ ଆଉ 2000 ବର୍ଷ ତଳର ନିୟମ ଥିବ ସେତେବେଳେ। ଆଉ ପରମେଶ୍ୱର କି ସେତେବେଳେ ଏମିତି ନିୟମ କଲେ, ଏମିତି ବୁଝିବା ଆମେ ବାଇବେଲକୁ ପଢିଲା ପରେ। ଯଦି ଯୋଉମାନେ ଭାଷାନ୍ତର ବାଇବେଲ ପଢିବେ ସେମାନେ ଜାଣିପାରିବେ ଅବ୍ରାହମ ଇସାକଙ୍କୁ ଜନ୍ମ ଦେଲେ, ତା ଅର୍ଥ ଅବ୍ରାହମର ପୁତ୍ର ଇସାକ ବୋଲି ଲେଖା ହେଇଛି। ସରଳ ଭାଷାନ୍ତର ବା ଯାହା ମିନିଂ ବେସ୍ ବାଇବେଲ ବୋଲି କହନ୍ତି। ଇସାକ ଯାକୁବଙ୍କର ସନ୍ତାନ, ଏମିତି ଆସେ। ବାଇବେଲକୁ ବୁଝିବା ପାଇଁ ନିହାତି ଦରକାର। ମାଥ୍ୟୁ 12:20 ବି ପଢନ୍ତୁ ଜଣେ କିଏ ହେଲେ। ମାଥ୍ୟୁ 12:20। ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ହଁ ଚେତା ନ ଭାଙ୍ଗିବେ ନାହିଁ। କଣ ସେଟା? ଚେଚା ନା ଛେଚା? ଛେଚା ନଳ ଭାଙ୍ଗିବେ ନାହିଁ। ହଁ ପୁଣି ହୁଁ ସଦୁମ ସଳିତା ଲିଭାଇବେ ନାହିଁ। ହଉ, କଣ ଲେଖା ହେଲା? ଆମେ ଯେତେବେଳେ ଅନୁବାଦକ ଭାଇମାନଙ୍କୁ କିଛି ପ୍ରିଲିମିନାରୀ ଟ୍ରେନିଂ ଦଉ, ପ୍ରାଥମିକ ଟ୍ରେନିଂ ଦେଇଥାଉ। କାହିଁ ଆମେ ଅନେକ ବର୍ଷ ହେଲା କାମ କଲା ବେଳେ ନୂଆ ଭାଷାବାଦୀ ମାନଙ୍କୁ ଆମେ କିଛି ବିଷୟ ଶିଖେଇଥାଉ। ହାଉ ଟୁ ଟ୍ରାନ୍ସଲେଟ ଉପରେ, କେମିତି ଅନୁବାଦ କରିବ ସେ ବିଷୟରେ ଆମେ ଶିକ୍ଷା ଦେଇଥାଉ। ଏଇ ଟ୍ରେନିଂ ଦେଲା ବେଳେ ମତେ ମନେ ପଡେ ଜୁଆଙ୍ଗ ଭାଷା, ସାନ୍ତାଳୀ ଭାଷା, ପୁଣି ମାଲକାନଗିରିର କୋୟା ଭାଷା ଲୋକ 3ଟା ରହିଥାନ୍ତି। ଆମେ ସେମାନଙ୍କୁ ଶିକ୍ଷା ଦଉ ଏ ବିଷୟକୁ କେମିତି ତମେ ବୁଝୁଛ, ବୁଝିଲେ ତ ତମେ ଅନୁବାଦ କରିପାରିବ। ଏ ପଦ ପଢିଲା ପରେ ଜୁଆଙ୍ଗ ଭାଷା ଲୋକ ସେଦିନ ସେ କଣ କରୁଥାନ୍ତି? ଠିଆ ହଉଥାନ୍ତି। ଆଜ୍ଞା ମୁଁ ବୁଝୁଛି ଆଜ୍ଞା ବୋଇଲେ ସେ। ଛେଚା ନଳ ମାନେ କଣ? ସୁଧୁମ ସଳିତା ତ ବୁଝି ହଉଛି ନା, ଜଳୁଥିବା ବତୀ। ସୁଧୁମ ସଳିତା ହେଲା। ଛେଚା ନଳ କଣ? ଆଜ୍ଞା ମୁଁ କହିବି, କୁହନ୍ତୁ। ଛେଚା ନଳ ମାନେ ହେମଦସ୍ତା ବୋଇଲେ ସେ। କଣ କହିଲେ? ଛେଚା ନଳ ମାନେ ହେମଦସ୍ତା। ଓହୋ, ବାଇବେଲରେ ହେମଦସ୍ତା ବି ଅଛି ନାଇଁ? ଆଜ୍ଞା ହେମଦସ୍ତା ବୋଲି ବୁଝିଲେ ଅନୁବାଦ କଲେ ଗଲା। ନବରଙ୍ଗପୁର ସାଇଡରେ ଆମେ ରହୁଥିଲୁ। ଜଣେ ଏମିତି ଗୋଟେ ମିଟିଂରେ ଥିଲୁ। ମିଟିଂରେ ପ୍ରଚାର କରିବା ପାଇଁ ଡାକିଛନ୍ତି। ଗୋଟେ ପ୍ରାର୍ଥନା ସଭାକୁ ଜଣକୁ ଦିଆଗଲା। ସେ ଗୀତ ସଂହିତାର କଥା ସେ ପ୍ରଚାର କରିଥିଲେ। ଗୀତ ସଂହିତା ସବୁ ଦାଉଦ ଲେଖନ୍ତି ବୋଲି କହନ୍ତି ଆମ ଲୋକମାନେ। ସବୁ କହିବା ପାଇଁ ସମୟ ନାହିଁ, ସବୁ ଦାଉଦ ଲେଖନ୍ତି ନାହିଁ। ସେ ଗୁଢମୟ ସ୍ଥାନରେ ମତେ ଶିକ୍ଷା ଦିଅନ୍ତି ବୋଲି ସେ ପ୍ରଚାର କରୁଛନ୍ତି। ପ୍ରାର୍ଥନା ସଭା ପ୍ରଚାରକ ବା ପାଳକ ଆଜ୍ଞା ସେ କଣ କହୁଛନ୍ତି? ଗୁଡମୟ ସ୍ଥାନ ବୋଲି କହିଲେ ଗୁଡ ପେଲିବା ଜାଗା। ସେ ଏରିଆରେ ଗୁଡ ପେଲନ୍ତି ଆଖୁରୁ। ଗୁଡ ପେଲିବା ଜାଗାରୁ ମତେ ଶିକ୍ଷା ଦେଲେ। ଓ ମରିଗଲା। ତେଣୁ ଆମଙ୍କର ଶିକ୍ଷା ବିଷୟରେ ଆମେ ସାବଧାନ ହେବା ଦରକାର। ଛେଚା ନଳ ମାନେ ତାହା ନୁହଁ। ମୁଁ ପଢିକି ଆପଣମାନଙ୍କୁ ଶୁଣେଇଦେବି ଯାହା ଅନୁବାଦ ବାଇବେଲ ଅଛି। ଦେଖନ୍ତୁ, ଶୁଣନ୍ତୁ। ଦୁର୍ବଳ ମାନଙ୍କ ପ୍ରତି ସେ କୋମଳ ବ୍ୟବହାର କରିବେ ଏବଂ ଅସହାୟ ମାନଙ୍କୁ ଦୟା କରିବେ। ନ୍ୟାୟ ପ୍ରତିଷ୍ଠିତ ହେବା ପର୍ଯ୍ୟନ୍ତ ସେ ତାହା ସାଧନରୁ ନିବୃତ୍ତ ହେବେ ନାହିଁ। ବୁଝୁଛନ୍ତି ଛେଚା ନଳର ଅର୍ଥ କଣ? ପ୍ରଭୁ ଆମମାନଙ୍କୁ ବାଇବେଲ ଭିତ୍ତିକ ବିଷୟକୁ ଜାଣିବାକୁ ଦିଅନ୍ତୁ। ବାଇବେଲର ଅର୍ଥ ବୁଝିବାକୁ ଦିଅନ୍ତୁ। ପ୍ରଥମ ତିମୋଥୀ ବାହାର କରନ୍ତୁ। ପ୍ରଥମ ତିମୋଥୀ ତାର 1:7 ସେମାନେ ବ୍ୟବସ୍ଥାର ଅଧ୍ୟାପକ ହେବାକୁ ଇଚ୍ଛା କରନ୍ତି, ମାତ୍ର ଯାହା କରନ୍ତି କି ଯୋଉ ବିଷୟରେ ଦୃଢ ଶିକ୍ଷା ଦିଅନ୍ତି ତାହା ନିଜେ ବୁଝନ୍ତି ନାହିଁ।
आम एमती हो केतबेले कौन शिक्षा दौचु आम भी जानी पारना हूं न जानी भी आम प्रचार करि थाउ शिक्षार टॉपिक रो बाहरे लाइन रो बाहरे एमती भी प्रचार होता है प्रभु का शिक्षक प्रचार करने आम अनेक चाहूछु मु तो शुणुची अनेक लोक पदवी पाई लालसा सेवक पाई लालसा किंतु आम जानिबा दरकार जे आम प्रचार करबा विषय कौन जे तुम भूल प्रचार करू प्रभु हमर हिसाब मागिबे मु कहूली जहा देखुछु ता शुणुछु से विषय ही प्रचार करबा दरकार अलग विषय प्रचार करबा दरकार नुह आपण माने सुनिथिबे कि नाही दिने जण लोक गोटे कैसेट बाहर करथिले हृदय चाले बोलिकिनी पढ़ंतु ने द्वितीय जड़े 5:26 प्रेरित 7:39 को नहीं से गोटे कैसेट काढिथिले मोर अंत कण कि तुम सहित जाई नथिला बे लिखा अछि मुझे तबे ताको कहिली आपण हृदय चाले कि आज्ञा आपण गजपति लोक तो कहिबे मु जानि छि बोलुछि से कोन करा जीवो आपण हृदय को पट अछि जानि छंती साइंस कोची बाम पट अछि मात्र धार्मिक हृदय बाइबल कोची डाहाण पट थाए या तात्पर्य भी अलग अछि किंतु आमे न बुझिले न जानिले एमिति ही भूल हेई थाए बाइबल बुझिबा पाई आमान को दरकार पे लोक माने जानिबा पाई दरकार लुक 10:26 देखो एथि पाई यीशु कहले तमे की परि पाठ करूछो की परि ध्यान करूछो निहाती जानिबा दरकार मु कहतिले टूल बॉक्स अछि ठीक बाइबल रे ठीक जगह रे जदि आपण खोलिबे किछि उत्तर पाइबे 50 हां एक विश्रामर बाटो तो मु केतरा विषय कहबी सब कहि परबे नै वर्तमान मो समय भी पाखे आसलानी हां ठीक अछि पढंतु ठीक ସେଥିରେ ସେ ତାହାଙ୍କୁ କହିଲେ ବ୍ୟବସ୍ଥାରେ କଣ ଲେଖା ଅଛି ତୁମେ କିପରି ପାଠ କରୁଅଛ व्यवस्था रे कोन लिखा अछि तमे की परि पाठ करूछ केमिति पाठ करूछ हमें केमिति बुझुछु निहाती हमें जानिबा दरकार प्रथम सामुएल 25:37 मीटिंग पढंतु से हृदय कथा जो कहउतली से लिखा अछि तार हृदय रे तार अंत कोन मरि गला आ कि अन्य अछंती कि नै पढिबा पाए 25:37 ମାତ୍ର ପ୍ରାପ୍ତ କାଳରେ ନାବଲର ମତତା ତୁଟନ୍ତେ ତାହାର ଭାର୍ଯ୍ୟା ତାହାକୁ ସେ ସବୁ କଥା ଜଣାଇଲା ତହିଁରେ ତାହାର ହୃଦୟ ତା ଅନ୍ତରରେ ମରିଗଲା ଓ ସେ ପଥର ପରି ହୋଇଗଲା ଦେଖନ୍ତୁ ତାହାର ହୃଦୟରେ ତାର ଅନ୍ତକରଣ ମରିଗଲା ଆଜ୍ଞା ହୃଦୟ ମାନେ କଣ ଅନ୍ତକରଣ ମାନେ କଣ हृदय बोले जहा अंतकरण में ताहा हाटाका बुझिबा केमिति तुम अब टूल बॉक्स जदि करबा जदि ताको व्यवहार करबा तार उत्तर हम पाई परबा एक विश्रामर बाट कोन प्रेत 1:12 पढंतु से लिखा अछि हां जेरूशलेम रु जीत पर्वत एक विश्रामर बाट जो माने इंग्लिश बाइबल देखुथिबे से माने होय तो पाई परबे से लेखा अछि एक विश्रामर बाट माने अनेक लोग कहत गोटे सप्ताहर बाट एक सप्ताहर बाट कि ठीक शीघ्र एथुतरे से माने जीत नामक पर्वतरु जेरूशलेम को बाहुडी आसिले सेही पर्वत जेरूशलेम पाखरे गोटिए विश्राम बारर बाट दूररे कोन लखाला गोटे विश्रामर बाट मु पढि दउछि देखन अनुवाद बाइबल तापरे प्रेरित शिष्य माने जीत पर्वतरु जेरूशलेम को फेरी गले जीत पर्वत शहर ठारू 1 किलोमीटर दूर रे थिला केते आज्ञा गोटे विश्रामर बाट बोले तो बुझी होनी 1 किलोमीटर बुझी होछि कि नाही एथि पाय हमन को बुझिबा पाय शिखिबा पाय दरकार हमें जेते बुझिबा सेते भलो हेबो बुझिया पाय शिक्षा लाभ करिबा पाय तेणु बाइबल को बुझिया पाइला हमन को 2 वर्ष तोळ को जिबा को पड़िबो
ବାଇବେଲ ଆଉ ଗୋଟେ ପଦ ଲେଖାଛି, ତାପରେ ଆମେ ସମାପ୍ତ କରିବା। ପ୍ରଥମ ତିମୋଥୀ 5:22 ପଢନ୍ତୁ। ହଠାତ୍ କାହା ଉପରେ ହସ୍ତାର୍ପଣ କରନ୍ତୁ ନାହିଁ, ଆଉ ତାର ପାପର ସହଭାଗୀ ହୁଅନ୍ତୁ ନାହିଁ। ଶୀଘ୍ର। ପ୍ରଥମ ତିମୋଥୀ 5:17। ଆଜ୍ଞା, 5:22। ଅକସ୍ମାତ୍ କାହାରି ଉପରେ ହସ୍ତାର୍ପଣ କର ନାହିଁ, ଅକସ୍ମାତ୍ କାହାରି ଉପରେ ହସ୍ତାର୍ପଣ କର ନାହିଁ, କିମ୍ବା ଅନ୍ୟମାନଙ୍କ ପାପର ସହଭାଗୀ ହୁଅ ନାହିଁ, ଆପଣାକୁ ସାଧୁ କରି ରଖ। କଣ ଲେଖା ହେଲା? ଅକସ୍ମାତ୍, ହଠାତ୍ କାହା ଉପରେ ହସ୍ତାର୍ପଣ କରନ୍ତୁ ନାହିଁ। ଆପଣ ମାନେ କରିବେ କି ନାହିଁ? ଦିନେ ମତେ ପ୍ରଶ୍ନ ପଚାରିଲା, ଆଜ୍ଞା ବାଇବେଲ ଲେଖା ହେଇଛି କାହା ଉପରେ ହାତ ରଖି ପ୍ରାର୍ଥନା କରିବେ ନାହିଁ ବୋଲିକିରି ମତେ ପଚାରୁଛନ୍ତି। ଆଉ ସେମାନେ କଣ ବୋଲି କୁହାଯିବ? ଯୋଉମାନେ ବାଇବେଲ ଜାଣିଛନ୍ତି ସେମାନଙ୍କୁ ସେମାନେ ବୁଝେଇଲେ ହବ। ଏବେ 666 ର ଅର୍ଥ ତାତ୍ପର୍ଯ୍ୟ ବୁଝିବା ପାଇଁ ହେଲେ ଜ୍ଞାନୀ ମାନଙ୍କୁ ବୁଝେଇବା ଦରକାର। ଆମେ ଯେତେବେଳେ ଭୁଲ ବାଇବେଲକୁ ଆମେ ଛପେଇବାକୁ ଗଲୁ, ସେତେବେଳେ ଆମେ 666 ନମ୍ବର ବିଷୟରେ ଆମେ କିଛି ବିଷୟ ପାଇଲୁ, ଯାହାକି ନ୍ୟୁମରୋଲୋଜି ଷ୍ଟଡି ବୋଲି କୁହାଯାଏ। ମୁଁ ବଡପଦା ଗଲା ପରେ ଆମର ମାମୁଁ ଆନନ୍ଦକୁ ମୁଁ ପଚାରିଥିଲି, ମାମୁଁ ନ୍ୟୁମରୋଲୋଜି ଷ୍ଟଡି କରିଛନ୍ତି ବୋଲି ପଚାରିଥିଲି ମୁଁ। କାହିଁକି ସେମାନେ ବିଜ୍ଞ ଲୋକ, ଜ୍ଞାନୀ ଲୋକ, ସେମାନେ ପ୍ରକାଶିତ ବାକ୍ୟ ଉପରେ ପ୍ରଚାର କରନ୍ତି, 666 ଉପରେ ପ୍ରଚାର କରନ୍ତି। ମୁଁ ତାଙ୍କୁ ସେ ପ୍ରଶ୍ନ ପଚାରିଥିଲି। ସେ କହିଲେ, ବାବୁ ମୁଁ ଏ ସପ୍ତାହରେ ଗୋଟେ ଚର୍ଚ୍ଚକୁ ଯାଇଥିଲି, 2010 ମସିହାର କଥା ହେଲା। ମୁଁ ଏ ବିଷୟରେ ପ୍ରଚାର କଲି। ଏଇଟା ହଉଛି ନ୍ୟୁମରୋଲୋଜିର ଗୋଟେ ଷ୍ଟଡିର ତାର ଅଂଶ ଅଟେ। ତେଣୁ ଏଇ 666 ଉପରେ ବହୁତ ତାତ୍ପର୍ଯ୍ୟ ରହିଛି, ଯାହା ବର୍ତ୍ତମାନ ବି କହିବା ପାଇଁ ସମୟ ନୁହେଁ। ଏହା ଜଣଙ୍କର ସଂଖ୍ୟାକୁ ଆଧାରିତ ବୋଲି କୁହାଯାଏ। ଏହା ଏକ ମନୁଷ୍ୟର ସଂଖ୍ୟା ବୋଲି ବାଇବେଲ କ୍ଲିୟର ଅଛି। ପ୍ରଜ୍ଞା ଲୋଡା, ଜ୍ଞାନ ଲୋଡା, ବୁଝିବା ପାଇଁ ବୋଲି କ୍ଲିୟର ଅଛି। ତେଣୁ ବୁଝିବାକୁ ଦରକାର। ଆଉ 100 ବର୍ଷ ଗଲେ ବି 666 ନମ୍ବର ଆସିବ ନାହିଁ। ବାଇବେଲ କ୍ଲିୟର ଲେଖା ଅଛି, ସେଇ ପଶୁ ଦିନେ ଥିଲା, ବର୍ତ୍ତମାନ ନାହିଁ, କିନ୍ତୁ ସେ ଆସିବ। କଣ କରିବ କାହାକୁ ଜଣା ନାହିଁ। ମୋ ମାମୁଁକୁ ଯେତେବେଳେ କହିଲି, ସେ କହିଲେ, ହଁ ବାବୁ, ହେଲେ କେମିତି ପ୍ରଚାର କରୁଛନ୍ତି? ଆପଣ ତ 666 ଆସିବ ଆସିବ ବୋଲି କହୁଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବହୁତ ତାତ୍ପର୍ଯ୍ୟ ରହିଛି ବୁଝିବାକୁ, ଜାଣିବାକୁ। ଏବେ ବି ସମୟ ରହିଛି। ତେଣୁ ଆମେ ପାଳକ ପ୍ରଚାରକ ଶିବିର କରିଥାଉ। ଯାହା ଆମେ ଜାଣିଛୁ ତାକୁ ପ୍ରଭୁଙ୍କ ଲୋକମାନଙ୍କ ନିକଟରେ ଦେଇଥାଉ। ମୁଁ ଯେତେବେଳେ ଗଜପତି ଗଲି, ମୁଁ ନାଁ କହିବି ନାହିଁ, ଜଣେ ପ୍ରଭୁଙ୍କର ମହାନ ଦାସ ମତେ ପ୍ରଥମ କରନ୍ତି 7:36 ପଚାରିବାକୁ ଆସିଥିଲେ। ସେ ଲେଖା ହେଇଛି, ମୋର କନ୍ୟା ଅଛି, ବୟସ୍କ ହେଇଛି, ତା ପାଇଁ ସେ ଯାହା କରୁଛି କରୁ, 2 ଜଣ ବିବାହ କରନ୍ତୁ, ଏସବୁ ଲେଖା ହେଇଛି। ଆଜ୍ଞା କଣ ବାପା ଝିଅକୁ ବିବାହ କରିବେ? ବାଇବେଲ ତ ସେମିତି କହୁଛି ନା। କିନ୍ତୁ ଯେତେବେଳେ ବାଇବେଲ ଭିତ୍ତିକ ଆପଣ ବାଇବେଲକୁ ଦେଖିବେ, ସେଠି ଉତ୍ତର ଆପଣ ପାଇପାରିବେ। ତେଣୁ ଆମେ ପ୍ରଥମ ତିମୋଥୀ 5:22 ମୋର ଅନୁବାଦ ବାଇବେଲ ଆପଣମାନଙ୍କୁ ମୁଁ ଟିକେ ପଢେଇଦିଏ। ଶୁଣନ୍ତୁ, ତରବର ହୋଇ ହସ୍ତାର୍ପଣ ଦ୍ୱାରା ଈଶ୍ୱରଙ୍କ କାର୍ଯ୍ୟ ପାଇଁ କାହାକୁ ନିଯୁକ୍ତି କର ନାହିଁ, ଅନ୍ୟମାନଙ୍କ ପାପର ନିଜକୁ ଲିପ୍ତ କର ନାହିଁ, ତୁମେ ନିଜକୁ ସମ୍ପୂର୍ଣ୍ଣ ପବିତ୍ର ରଖ। ବୁଝିପାରୁଛନ୍ତି? এইটা হচ্ছে ଗୋଟେ ସେବକ ପଦର ନିଯୁକ୍ତି ପାଇଁ। ଗୋଟେ ପ୍ରଭୁଙ୍କ ଦାସକୁ ଆଜିକାଲି ଭୋଟ କରୁଛନ୍ତି। ଆଜିକାଲି ପାଳକ ପ୍ରଚାରକ ଡିକନ ମାନଙ୍କ ପାଇଁ ଭୋଟ କରୁଛନ୍ତି, ମନୋନୟନ କରିକି କରୁଛନ୍ତି। ତାକୁ ବାସିବା, ଆକୁ ବାସିବା। ଆରେ ପ୍ରଭୁଙ୍କର ଦାସ ମାନଙ୍କୁ ତୁମେ କିଏ ବାସିବା ଲୋକ? ପ୍ରଭୁ ବାସିବେ। ତମେ ଗୋଟେ କହୁନେ ଖରାପ ଭାବନ୍ତୁନି, କାଟା ଉଲଟେଇବା ଲୋକ ଚାଳକ କରିଦିଅ, ସେ ବର୍ଷ ଯାକ କାଟା ଉଲଟଉଥାଉ, ତମକୁ ଅଭିଶାପ ଆଣି ଦେଇଥାଉ। ଏମିତିକା ଲୋକ ବାସି। ଗୋଟେ ଗାଁକୁ ଯାଇଥିଲି, ମୁଁ କହିଦେଲି, ସେମାନେ ମନ ଉଣା କଲେ। ଆଜ୍ଞା ପ୍ରଭୁଙ୍କ ଦାସ ସେ ହଉଛନ୍ତି ଗୋଟେ ଡ୍ରାଇଭର। 50-100 ଲୋକ ରହିବେ, ଡ୍ରାଇଭର ଚଲଉଥିବ ଗାଡି। ସେ ନେଇ କୋଉଠି ଯଦି ଢୁକେଇ ଦେବ, ଗଲା କି ନାହିଁ। ସମସ୍ତେ ଭଲ ଲୋକ ଚଲେଇବାକୁ ଦେଲେ ସିନା ହେବ। ବେଙ୍ଗି ହାତରେ ଟାଙ୍ଗି ଯଦି ହେବ ବୋଲେ ମନିଷା ସେମିତି ଚାଲିଛି ଆଜିକାଲି। ବାଇବେଲ ପଢିବାର ଜାଣିଦେଲେ ତ ବାକ୍ୟ ପ୍ରଚାର କରୁଛନ୍ତି। ଆଉ ସେ ଗୁଡମୟ ସ୍ଥାନ ବୋଲେ ସେ ଗୁଡ ବୋଲୁ, ଚିନି ବୋଲୁ, ହେଲା ଏ ବଢିଆ ପ୍ରଚାର କଲା। ବାଇବେଲକୁ ବୁଝିବା ଦରକାର, ତେବେ ଯେ ଅନ୍ୟମାନଙ୍କୁ ବୁଝେଇବା ଦରକାର। ଗୋଟେ ପଦ କହିକି ମୁଁ ସମାପ୍ତ କରି ଗୋଟେ କଥା କହିକିରି, ଦିନେ ଗୋଟେ ପ୍ରଚାରକ ପାଳକ ଏ 2 ଜଣ କଥାବାର୍ତ୍ତା ହଉଥାନ୍ତି। ପ୍ରଚାରକ ଟିକେ ଜିଦିଆଟା, ସେ
କାହା କଥା ଶୁଣିବା ଲୋକ ନାହିଁ। ଆଜି ବି ଅନେକ ଲୋକ ଶୁଣିବେ ନାହିଁ। ଏ ଚିଞ୍ଚାଣି ପାସ୍ତ କହିଦଉଛି, ଆମେ କଣ ଜାଣି ନାହିଁ କି? ତାଠୁ ଆମେ ବେଶୀ ଜାଣିଛୁ। ପ୍ରଚାରକ 2 ଜଣ ଆଦମଙ୍କ କଥାବାର୍ତ୍ତା ହଉଛନ୍ତି। ଆଦମ ଗୋଟେ ଭଲ ଲୋକ ବୋଲି ପାଳକ କହୁଛନ୍ତି, ସେ ପ୍ରଚାର କହୁଛନ୍ତି ନାଇଁ ନାଇଁ ଆଦମ ଟିକେ ଭୁଲ କଲେ ନା। ତା ସହିତ ପରମେଶ୍ୱର କଥାବାର୍ତ୍ତା ହଉଥିଲେ, ଏତେ କଲା ପରେ ବି ସେ ପରମେଶ୍ୱର କଥାକୁ ମାନିଲେ ନାହିଁ। ମୁଁ ହେଲେ ସେମିତି କରିନଥାନ୍ତି କହୁଛନ୍ତି ପ୍ରଚାରକ। ଠିକ ଅଛି, ଭଲ କଥା। ତାର ଗୋଟେ ଥିଲା ତ ସେମିତି ଇଏ ବୁଝିବା ପାଇଁ ନାରାଜ। ପାଳକ ବୁଝେଇଲେ ତାକୁ, କିନ୍ତୁ ସେ ବୁଝୁନାହିଁ। ସେ ଯାଇକିରି ଘରେ ତା ସ୍ତ୍ରୀ କହିଲେ, ହଁ କିଲୋ ସେ ପ୍ରଚାରକ ଅମୁକ ଲୋକ ଟିକେ ଖାଇବାକୁ ଡାକବା ଘରେ। କଣ କଲା? ନାଇଁ ଏମିତି କଥା ହଉଥିଲେ, ସେ ବୁଝୁନାହିଁ। ସେ ତାକୁ ଟିକେ ଗୋଟେ ବୁଝିବା ପାଇଁ ଗୋଟେ ସମୟ ତାକୁ ଦେବା। ଠିକ ଅଛି, ମୁଁ ସର୍ଟକଟରେ କହୁଛି, ଟିକେ ବିଳମ୍ବ ହେଇଥାନ୍ତା। ହେଲେ ସ୍ୱାମୀ ସ୍ତ୍ରୀ କଥା ହେଲେ, ତାଙ୍କୁ ଘରେ ଖାଇବାକୁ ଡାକିଲେ। ପାଳକ କହିଲେ, ଆଜ୍ଞା ଆଜି ଆମ ଘରେ ଖାଇବାକୁ ଯିବା ସନ୍ଧ୍ୟାରେ। ଓ ପ୍ରଚାରକ ବହୁତ ଖୁସି ହେଇଗଲା। ଠିକ କଥା, ପାଳକ ଘରେ ମତେ ଖାଇବାକୁ ଡାକୁଛନ୍ତି। ଆଉ ତାର ଛାତି ଟିକେ ବଡ ହେଇଗଲା। ମୁଁ ଠିକ ଆଜ୍ଞା ନା। ଯେତେବେଳେ ଖାଇବାକୁ ବସା ହେଲା, ଡାଇନିଂ ଟେବୁଲରେ ତା ସ୍ତ୍ରୀ ଖାଇବାକୁ ଆଣୁଛନ୍ତି। ଆଣିକି ଘୋଡେଇ ଘୋଡେଇକି ଆଣୁଛନ୍ତି, ସେ ଖୋଲାରେ ଆଣୁନାହାନ୍ତି। ସେ ଆଣିକି ରଖିଲେ କେତେଟା। ଆଉ ସେ ଭିତରକୁ ଗଲେ, ପାଳକ ଆହୁରି ପାଳିକା ମା 2 ଜଣ କଥା ହେଇଛନ୍ତି, ପ୍ଲାନ କରିଛନ୍ତି। କିଛି ସମୟ ବସିଲା ପରେ ଏ ପ୍ରଚାରକ ଦେଖୁଛନ୍ତି, ଇଏ ମା କାହିଁକି ଘୋଡେଇ ଘୋଡେଇ ଆଣୁଛନ୍ତି ସବୁ। ଦେଖିଲେ କଣ ଅସୁବିଧା ହେଇଥାନ୍ତା, ଚିକେନ କି ମଟନ କି ବିରିୟାନୀ ଥିବ, ଘୋଡେଇ ଘୋଡେଇ ଆଣୁଛନ୍ତି, କି ଅସୁବିଧା ହେଇଛି। ଏତିକି ବେଳେ ପାଳିକା ମା ଭିତରୁ ଡାକିଦେଲା, ହଇ କିଏ ଟିକେ ଆସ, ଭିତରେ ଆସ ଆସ। ପଳେଇଲେ। ଇଏ ବାବୁ ମନ ଉତ୍ସୁକ, କଣ ଏଇ ଯାକ ଅଛି, କଣ କଣ ରଖିଥିବେ, ଇଏ ଦେଖବାଟା ତ ହେଇଥିବ ନା, କଣ ପାଇଁ ଏଇ ଘୋଡନି କରିକି ଆଣିଛନ୍ତି। ହେଲେ ପାଳକ ବାବୁ ଭିତରୁ ଡାକ ପକେଇଲେ, ହଉ ପ୍ରଚାରକ ବାବୁ ଟିକେ ବସନ୍ତୁ, ମୁଁ ଆସୁଛି, ଟିକେ ଟିକେ ଗୋଟେ 5 ମିନିଟ। ଇଏ ଭାବିଲେ ଦେଖିଦେବି କଣ ଗୋଟେ ଥିବ ଆଇରେ, ହେଲେ କଣ କଣ ଆଣିଛନ୍ତି। ଏ ସମାନ ଯୋଉଟା ଘୋଡନି କାଢି ଦେଲେ, ସେଠି ପାରା ଥିଲା। ପାରା ସେ ଉଡୁଛି, ଆଉ ଉଡିଲାରୁ ଧାଉଁଛି, ସେ ପାରାକୁ ଆଣି ରଖିଦେବେ ଆସିଲା ଭିତରେ ବୋଲି। ସେ ଏପଟେ ଧାଇଁଲେ, ସେପଟେ ଧାଇଁଲେ, ଦୌଡୁଛି ତା ପଛରେ। ତାପରେ 2 ଜଣ ତାଳି ମାରି ମାରି ଆସିଲେ। ଓ ଜିଦିଆ ପ୍ରଚାରକ ଆଜ୍ଞା, ବହୁତ ଜିଦିଆ ଆସେ, ତାର କଥା ମାନିବେ ନାହିଁ। କଣ ହେଲା ଆଜ୍ଞା, ଟିକେ ସମୟ ଆପଣ ଜଗି ପାରିଲେ ନାହିଁ, ଖୋଲିଦେଲେ। ଆସୁ ଆସି ଖାଇବାକୁ ଦେବେ, ଖୋଲିକିରି ବୋଇଲା ବେଳକୁ ଆଦମ କଥା କହିଲା ବେଳକୁ, ମୁଁ ସେମିତି ହେଇନଥାନ୍ତି, ଆଦମ ପରି ନା, କେମିତି ହେଲେ ଏବେ। ବାସ୍ତବରେ ଅନେକ ଲୋକ କରେକ୍ସନ କରିବା ପାଇଁ ଚାହାନ୍ତିନି, ଶୁଣିବା ପାଇଁ ଚାହାନ୍ତିନି। ଅନେକ ପାଳକ ଅଛନ୍ତି, ମୁଁ ବେଶୀ ବଡ। କିନ୍ତୁ ପ୍ରଭୁଙ୍କର ଇଚ୍ଛା, ଆମେ ଯୋଉମାନେ କରେକ୍ସନ ହେଇପାର। ମୁଁ ସେଥିପାଇଁ କହୁଥିଲି, ଗୋଟେ ସେସନ ଅଛି ଯୋଉଟା ଚର୍ଚ୍ଚ ରିପେୟାର ହେଲା ରେପଚର ହେବେ, ନହେଲେ ନାହିଁ। ଯୋଉ ପାଳକ ପ୍ରଥମ ହୋଲ ହଉଛି ପାଳକ। ପାଳକ ଯଦି ରିପେୟାର ହେବ, ତା ମଣ୍ଡଳୀ ରେପଚର ହେଇପାରିବ। ଯୋଉ ପାଳକ ରିପେୟାର ହେଇପାରିବ ନାହିଁ, ସଂଶୋଧନ ହେଇପାରିବ ନାହିଁ, କେବେ ତା ମଣ୍ଡଳୀ ମଧ୍ୟକୁ ଯାଇପାରିବ। ବିଶେଷ କରି ପ୍ରଭୁ ଆଜିର ବାକ୍ୟದ ଆଶୀର୍ବାଦ। ଧନ୍ୟବାଦ। ବହୁତ ସୁନ୍ଦର ବାକ୍ୟ ଦେଇଛନ୍ତି ପ୍ରଭୁଙ୍କର ଦାସ ରେଭରେଣ୍ଡ ଡକ୍ଟର ରବୀନ୍ଦ୍ର କୁମାର ଛିଞ୍ଚାଣି ସାର୍। ତାଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦଉଛି। ବାଇବଲ କିପରି ବୁଝିବା, ଏହାକୁ ନେଇ ଅନେକ ଉଦାହରଣ ଦେଲି। ବାଇବଲର ସତ୍ୟ ସତ୍ୟତାକୁ ପ୍ରକାଶ କରିଅଛନ୍ତି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଏକ ଉଚ୍ଚ କରତାଳ ଦେଇ ଆମମାନେ ଛିଞ୍ଚାଣି ସାର୍ଙ୍କୁ ଧନ୍ୟବାଦ ଦେବା। ଆଉ ବର୍ତ୍ତମାନ ସମୟ ରହିଛି, ଆମମାନେ ପ୍ରାର୍ଥନା କରିବା। ମୁଁ ଅନୁରୋଧ କରୁଛି, ଆମମାନଙ୍କ ମଧ୍ୟରେ ଅଛନ୍ତି ରେଭରେଣ୍ଡ ଡେଭିଡ ଲିମାର ସାର୍ ଅଛନ୍ତି। ସାର୍ ମତେ ଶୁଣି ପାରୁଛନ୍ତି ସାର୍?